ଚତୁର୍ଥ ଅଧ୍ୟାୟ। ଶିରିଡ଼ିକୁ ଶ୍ରୀ ସାଇବାବାଙ୍କ ପ୍ରଥମ ଆଗମନ। ସନ୍ଥଙ୍କ ଅବତାର ଲୀଳା। ପବିତ୍ର ତୀର୍ଥ ଶିରିଡ଼ି। ଶ୍ରୀ ସାଇବାବାଙ୍କ ବ୍ୟକ୍ତିତ୍ୱ। ଗୌରୀ ବୁବାଙ୍କ ଅନୁଭବ। ଶ୍ରୀ ବିଠଲ ଭଗବାନଙ୍କ ପ୍ରକଟ। କ୍ଷୀରସାଗର କଥା। ଦାସଗଣଙ୍କ ପ୍ରୟାଗ ସ୍ନାନ। ତିନି ବାଡ଼ା। ସନ୍ଥଙ୍କ ଅବତାର ଲୀଳା। ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମ ବୃଦ୍ଧି ପାଏ, ସେତେବେଳେ ମୁଁ ଅବତାର ଧାରଣ କରେ। ଧର୍ମ ସଂସ୍ଥାପନ, ଦୁଷ୍ଟମାନଙ୍କର ବିନାଶ ତଥା ସାଧୁମାନଙ୍କ ପରିତ୍ରାଣ ନିମନ୍ତେ ମୁଁ ଯୁଗ ଯୁଗରେ ଧରାବତରଣ କରେ। ସାଧୁ ଓ ସନ୍ଥମାନେ ଭଗବାନଙ୍କ ପ୍ରତ୍ୟକ୍ଷ ସ୍ୱରୂପ। ସେମାନେ ଉପଯୁକ୍ତ ସମୟରେ ପ୍ରକଟ ହୋଇ ନିଜର କାର୍ଯ୍ୟପ୍ରଣାଳୀ ଦ୍ୱାରା ସେମାନଙ୍କ ଅବତାରର ଉଦ୍ଦେଶ୍ୟ ପୂରଣ କରନ୍ତି। ଅର୍ଥାତ୍ ଯେବେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନେ ସେମାନଙ୍କର କର୍ତ୍ତବ୍ୟ ପ୍ରତି ବିମୁଖତା ପ୍ରକାଶ କରନ୍ତି, ଯେବେ ଶୂଦ୍ରମାନେ ଉଚ୍ଚ ଜାତିର ଲୋକଙ୍କର ଅଧିକାର ଅପହରଣ କରିନିଅନ୍ତି, ଯେବେ ଧର୍ମାଚାର୍ଯ୍ୟମାନଙ୍କର ଅନାଦର ତଥା ନିନ୍ଦା କରାଯାଏ, ଯେବେ ଧର୍ମ ନାମର କୁକାର୍ଯ୍ୟମାନ ହୁଏ, ଯେବେ ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପର ମଧ୍ୟରେ କଳହରେ ଲିପ୍ତ ରହନ୍ତି, ଯେବେ ବ୍ରାହ୍ମଣମାନେ ସନ୍ଧ୍ୟା ଦେବା ଆଦି କାର୍ଯ୍ୟ ପରିତ୍ୟାଗ କରନ୍ତି, କର୍ମଠ ପୁରୁଷମାନେ ଧାର୍ମିକ କାର୍ଯ୍ୟରେ ଅରୁଚି ପ୍ରଦର୍ଶନ କରନ୍ତି, ଯେବେ ଯୋଗୀ ପୁରୁଷମାନେ ଧ୍ୟାନାଦି କର୍ମ ପରିତ୍ୟାଗ କରନ୍ତି ଏବଂ ଯେବେ ସାଧାରଣ ଜନତାଙ୍କ ମନରେ ଏପରି ଧାରଣା ଜାତ ହୁଏ ଯେ ଧନ, ସନ୍ତାନ ଓ ସ୍ତ୍ରୀ ହିଁ ସର୍ବସ୍ୱ ତଥା ଏପରି ଭାବରେ ସତ୍ୟମାର୍ଗରୁ ଓହରି ଲୋକେ ଯେବେ ଅଧପତନ ଦିଗରେ ଅଗ୍ରସର ହୁଅନ୍ତି, ସେତେବେଳେ ସନ୍ଥମାନେ ଧରାବତରଣ କରି ନିଜର ଉପଦେଶ ଏବଂ ଆଚରଣ ଦ୍ୱାରା ଧର୍ମର ସଂସ୍ଥାପନ କରିଥାନ୍ତି। ସେମାନେ ସମୁଦ୍ରର ବତିଘର ସଦୃଶ ଆମର ଉଚିତ ମାର୍ଗଦର୍ଶନ କରନ୍ତି ତଥା ସନ୍ମାର୍ଗରେ ଚାଲିବା ପାଇଁ ପ୍ରେରଣା ଦେଇଥାନ୍ତି। ଏହି ମାର୍ଗରେ ଅନେକ ସନ୍ଥ ଯଥା ନିବୃତ୍ତିନାଥ, ଜ୍ଞାନଦେବ, ମୁକ୍ତାବାଈ, ନାମଦେବ, ଗୋରା, ଗୁଣାଇ, ଏକନାଥ, ତୁକାରାମ, ନରହରି, ନରସିଂହଭାଇ, ସଜ୍ଜନ ଗୋସାଇ, ଶାନ୍ତାମାଲି ଓ ରାମଦାସ ପ୍ରଭୃତି ବହୁ ସନ୍ଥ ସତ୍ମାର୍ଗ ପ୍ରଦର୍ଶନ କରିବା ନିମନ୍ତେ ଭିନ୍ନ ଭିନ୍ନ ସମୟରେ ପ୍ରକଟ ହୋଇଛନ୍ତି। ଏ ସମସ୍ତଙ୍କ ଅନ୍ତେ ଶିରିଡ଼ି ସାଇବାବା ଅବତାର ଗ୍ରହଣ କରି ଏ ଧରାଧାମକୁ ଆସିଛନ୍ତି। ପବିତ୍ର ତୀର୍ଥ ଶିରିଡ଼ି। ଅହମ୍ମଦନଗର ଜିଲ୍ଲାର ଗୋଦାବରୀ ନଦୀତଟ ହେଉଛି ସୌଭାଗ୍ୟ ପ୍ରଦାୟିନୀ ସେହି ପୁଣ୍ୟଭୂମି ଯାହାର ତଟଦେଶରେ ବହୁ ସନ୍ଥ ଜନ୍ମଲାଭ କରିଛନ୍ତି ଏବଂ ଅନେକ ଏଠାରେ ଆଶ୍ରୟ ନେଇଛନ୍ତି। ଏଭଳି ସନ୍ଥମାନଙ୍କ ମଧ୍ୟରେ ଶ୍ରୀ ଜ୍ଞାନେଶ୍ୱର ମହାରାଜ ପ୍ରମୁଖ ଥିଲେ। ଶିରିଡ଼ି ଅହମ୍ମଦନଗର ଜିଲ୍ଲାର କୋପରଗାଁଓ ତାଲୁକାରେ ଅବସ୍ଥିତ। ଗୋଦାବରୀ ନଦୀ ଅତିକ୍ରମ କରିବା ପରେ ଶିରିଡ଼ିକୁ ସିଧା ରାସ୍ତା ଯାଇଛି। 8 ମାଇଲ ରାସ୍ତା ଚାଲିବା ପରେ ଆପଣ ଯେତେବେଳେ ନିମଗାଁଓ ପହଞ୍ଚିବେ, ସେଠାରୁ ଶିରିଡ଼ି ଦୃଷ୍ଟିଗୋଚର ହେବ। କୃଷ୍ଣ ନଦୀ ତଟରେ ଅବସ୍ଥିତ ଅନ୍ୟାନ୍ୟ ତୀର୍ଥସ୍ଥାନ ଗାଣଗାପୁର, ନରସିଂହବାଡ଼ି ଓ ଔଦୁମ୍ବର ଭଳି ଶିରିଡ଼ି ମହାନ ତୀର୍ଥକ୍ଷେତ୍ରରେ ମାନ୍ୟତା ଅର୍ଜନ କରିଛି। ପଣ୍ଡରପୁର ନିକଟସ୍ଥ ମଙ୍ଗଳବେଢ଼ାକୁ ଯେଭଳି ଭାବରେ ଦାମଜୀ, ସମର୍ଥ ରାମଦାସ, ସଜ୍ଜନଗଡ଼କୁ ଏବଂ ଦତ୍ତାବତାର ଶ୍ରୀ ନରସିଂହ ସରସ୍ୱତୀ ବାଡ଼ିକୁ ପ୍ରସିଦ୍ଧ ତୀର୍ଥକ୍ଷେତ୍ରରେ ପରିଣତ କଲେ, ସେ ପ୍ରକାର ଶ୍ରୀ ସାଇନାଥ ମହାରାଜ ଶିରିଡ଼ିରେ ଅବତୀର୍ଣ୍ଣ ହୋଇ ଏହାକୁ ପବିତ୍ର ଧାମରେ ପରିଣତ କରିଛନ୍ତି। ଶ୍ରୀ ସାଇବାବାଙ୍କ ବ୍ୟକ୍ତିତ୍ୱ। ଶ୍ରୀ ସାଇବାବାଙ୍କ ସାନ୍ନିଧ୍ୟ ଲାଭ କରିବା ଦ୍ୱାରା ଶିରିଡ଼ିର ମହତ୍ତ୍ୱ ବୃଦ୍ଧି ପାଇଲା। ଏବେ ଆମେ ତାଙ୍କର ଚରିତ୍ର ଅବଲୋକନ କରିବା। ସେହି ଭବସାଗର ଯାହାକୁ ଅତିକ୍ରମ କରିବା ଅତ୍ୟନ୍ତ କଠିନ, ତାହା ପରେ ବିଜୟ ପ୍ରାପ୍ତି କରିଥିଲେ। ଶାନ୍ତି ତାଙ୍କର ମହାନ ଆଭୂଷଣ ଥିଲା ତଥା ସେ ଜ୍ଞାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ବୈଷ୍ଣବ ଭକ୍ତମାନେ ସର୍ବଦା ତାଙ୍କର କୃପାଛାୟା ଲାଭ କରୁଥିଲେ। ଦାନୀଙ୍କ ମଧ୍ୟରେ ସେ ରାଜା କର୍ଣ୍ଣଙ୍କ ସମତୁଲ୍ୟ ଦାନୀ ଥିଲେ। ସମସ୍ତ ସାର ମଧ୍ୟରେ ସେ ସାରାଂଶ ଥିଲେ। ସାଂସାରିକ ବିଷୟ ପ୍ରତି ତାଙ୍କର ଅରୁଚି ଥିଲା। ସର୍ବଦା ଆତ୍ମତତ୍ତ୍ୱ ସ୍ୱରୂପରେ ନିମଗ୍ନ ରହିବା ତାଙ୍କ ଜୀବନର ମୁଖ୍ୟ ଧ୍ୟେୟ ଥିଲା। ଅନିତ ବସ୍ତୁର ଆକର୍ଷଣ ତାଙ୍କୁ ସ୍ପର୍ଶ କରୁନଥିଲା। ତାଙ୍କର ହୃଦୟ ସୂର୍ଯ୍ୟକାନ୍ତି ସମ ଉଜ୍ଜ୍ୱଳ ଥିଲା। ତାଙ୍କର ଶ୍ରୀମୁଖରୁ ସର୍ବଦା ଅମୃତ ବର୍ଷା ହେଉଥିଲା। ଧନୀ ଓ ଗରିବ ଉଭୟ ତାଙ୍କ ପାଇଁ ସମାନ ଥିଲେ। ମାନ ଅପମାନ ନେଇ ତାଙ୍କ ମନରେ କିଞ୍ଚିତ୍ ମାତ୍ର ଚିନ୍ତା ନଥିଲା। ସେ ନିର୍ଭୟ ଚିତ୍ତରେ ସମ୍ଭାଷଣ କରୁଥିଲେ। ପ୍ରକାର ପ୍ରକାର ଲୋକଙ୍କୁ ଭେଟୁଥିଲେ। ନର୍ତ୍ତକୀମାନଙ୍କର ଅଭିନୟ ତଥା ନୃତ୍ୟ ଦେଖୁଥିଲେ ଏବଂ ଗଜଲ ଓ କବାଲି ଶୁଣୁଥିଲେ। ଏତେ ସବୁ କରି ମଧ୍ୟ ତାଙ୍କର ସମାଧି ତିଳେ ମାତ୍ର ଭଙ୍ଗ ହେଉନଥିଲା। ଆଲ୍ଲାଙ୍କ ନାମ ସର୍ବଦା ତାଙ୍କ ଓଠରେ ବିରାଜମାନ କରୁଥିଲା। ଯେତେବେଳେ ସାରା ସଂସାର ଜାଗ୍ରତ ରହୁଥିଲା, ସେତେବେଳେ ସେ ନିଦ୍ରା ଯାଉଥିଲେ ଏବଂ ଯେତେବେଳେ ସଂସାର ଶୋଇଯାଉଥିଲେ, ସେତେବେଳେ ସେ ଜାଗ୍ରତ ରହୁଥିଲେ। ତାଙ୍କର ଅନ୍ତଃକରଣ ପ୍ରଶାନ୍ତ ମହାସାଗର ସମାନ ଶାନ୍ତ ଥିଲା। ତାଙ୍କର ଆଶ୍ରମ ସମ୍ପର୍କରେ କେହି ନା କେହି ନିଶ୍ଚିତ ମତ ଦେଇ ପ୍ରକାଶ କରିପାରୁନଥିଲେ କି ତାଙ୍କ କାର୍ଯ୍ୟଫଳରେ ଆଦି ଅନ୍ତ ପାଉନଥିଲେ। କହିବାକୁ ଗଲେ ସେ ଗୋଟିଏ ସ୍ଥାନରେ ବାସ କରୁଥିଲେ, କିନ୍ତୁ ବିଶ୍ୱର ସମସ୍ତ ବିଷୟ ବ୍ୟାପାର ସମ୍ପର୍କରେ ତାଙ୍କୁ ଭଲ ଜଣାଥିଲା। ତାଙ୍କ ଦରବାରର ଶୋଭା ନିଆରା ଥିଲା। ସେ ପ୍ରତିଦିନ ଅନେକ କିମ୍ବଦନ୍ତୀ ବୟାନ କରୁଥିଲେ, କିନ୍ତୁ ତାଙ୍କର ଅଖଣ୍ଡ ଶାନ୍ତି ତିଳେ ମାତ୍ର ବ୍ୟାହତ ହେଉନଥିଲା। ସେ ସର୍ବଦା ମସଜିଦର ପ୍ରାଚୀରକୁ ଆଉଜି ବସି ଯାଉଥିଲେ। ଏସବୁ କରି ମଧ୍ୟ ସର୍ବଦା ଆତ୍ମସ୍ଥ ରହୁଥିଲେ। ସ୍ୱତଃଶୁଦ୍ଧ ହୋଇ ମଧ୍ୟ ସେ ସାଧକଙ୍କ ସମାନ ଆଚରଣ କରୁଥିଲେ।
ସେ ବିନମ୍ର ଦୟାଳୁ ତଥା ଅଭିମାନ ରହିତ ଥିଲେ। ସେ ସର୍ବଦା ସମସ୍ତଙ୍କୁ ସୁଖ ପ୍ରଦାନ କରୁଥିଲେ। ଏପରି ମହାନ ଅବତାର ସେ ଶିରିଡ଼ି ସାଇବାବାଙ୍କ ସେହି ଚରଣ ସ୍ପର୍ଶ କରି ଶିରିଡ଼ି ପବିତ୍ର କ୍ଷେତ୍ରରେ ପରିଣତ ହେଲା। ତାହାର ମହତ୍ତ୍ୱ ଅସାଧାରଣ ହୋଇଗଲା। ଯେଉଁପରି ଜ୍ଞାନେଶ୍ୱର, ଆଳନ୍ଦୀ ଏବଂ ଏକନାଥ ବୈଠଣର ଖ୍ୟାତି ବୃଦ୍ଧି କଲେ, ସେପରି ସେ ସାଇବାବାଙ୍କ ଦ୍ୱାରା ଶିରିଡ଼ିର ଯଶ ବୃଦ୍ଧି ପାଇଲା। ଶିରିଡ଼ିର ଫୁଲ ପତ୍ର, ଗୋଡ଼ି ଓ ମାଟି ମଧ୍ୟ ଧନ୍ୟ। ଯେଉଁମାନଙ୍କୁ ଶିରିଡ଼ି ସାଇଙ୍କ ଚରଣାମ୍ବୁଜ ଚୁମ୍ବନ କରିବା ତଥା ତାଙ୍କ ଚରଣକୁ ମସ୍ତକରେ ଧାରଣ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ଭକ୍ତମାନଙ୍କ ପାଇଁ ଶିରିଡ଼ି ଏକ ଦ୍ୱିତୀୟ ପଣ୍ଡରପୁର। ଜଗନ୍ନାଥ ପୁରୀ, ଦ୍ୱାରକା, ବନାରସୀ ଅର୍ଥାତ୍ କାଶୀ, ମହାକାଳେଶ୍ୱର ତଥା ଗୋକର୍ଣ୍ଣ ମହାବଳେଶ୍ୱରରେ ପରିଣତ ହେଲା। ଶ୍ରୀ ସାଇଙ୍କ ଦର୍ଶନ ହିଁ ଭକ୍ତମାନଙ୍କ ପାଇଁ ବେଦମନ୍ତ୍ର ସଦୃଶ ଥିଲା, ଯାହାର ଫଳସ୍ୱରୂପ ସେମାନଙ୍କର ଆସକ୍ତି ନାଶ ହେବା ସହ ଆତ୍ମଦର୍ଶନର ପଥ ସୁଗମ ହେବାକୁ ଲାଗିଲା। ତାଙ୍କର ଶ୍ରୀ ଦର୍ଶନ ଯୋଗ ସାଧନ ତୁଲ୍ୟ ସମାନ ଥିଲା ଏବଂ ତାଙ୍କ ସହ ବାର୍ତ୍ତାଳାପ କରିବା ଦ୍ୱାରା ସମସ୍ତ ପାପ ନାଶ ହେଉଥିଲା। ତାଙ୍କର ପାଦ ସେବନ ତ୍ରିବେଣୀ ସ୍ନାନ ସହିତ ସମାନ ଥିଲା ଏବଂ ଚରଣାମୃତ ପାନ କରିବା ଦ୍ୱାରା ସମସ୍ତ ମନୋକାମନାର ତୃପ୍ତି ମିଳୁଥିଲା। ତାଙ୍କର ଆଦେଶ ଆମ ପାଇଁ ବେଦ ସଦୃଶ ଥିଲା। ପ୍ରସାଦ ଓ ଉଦି ଗ୍ରହଣ କରିବା ଦ୍ୱାରା ଚିତ୍ତ ଶୁଦ୍ଧି ହେଉଥିଲା। ସେ ହିଁ ଆମର ରାମ ଓ କୃଷ୍ଣ ଥିଲେ, ଯିଏକି ଆମକୁ ମୁକ୍ତି ପ୍ରଦାନ କରନ୍ତି। ସେ ହିଁ ଆମର ପରମବ୍ରହ୍ମ ଥିଲେ। ସେ ଛନ୍ଦ କପଟରୁ ତ ଦୂରରେ ଥିଲେ ତଥା କେବେ ନିରାଶ ବା ହତାଶ ହେଉନଥିଲେ। ସେ ସର୍ବଦା ଆତ୍ମସ୍ଥ, ଚୈତନ୍ୟ ଘନ ତଥା ଆନନ୍ଦର ମଙ୍ଗଳମୂର୍ତ୍ତି ଥିଲେ। କହିବାକୁ ଗଲେ ଶିରିଡ଼ି ତାଙ୍କର ପ୍ରଧାନ କେନ୍ଦ୍ର ଥିଲା, କିନ୍ତୁ ତାଙ୍କର କର୍ମକ୍ଷେତ୍ର ପଞ୍ଜାବ, କୋଲକାତା, ଉତ୍ତର ଭାରତ, ଗୁଜରାଟ, ଢାକା ଓ କୋଙ୍କଣ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ସାଇବାବାଙ୍କ କୀର୍ତ୍ତି ଦିନକୁ ଦିନ ବିଜୁଳି ବେଗରେ ପ୍ରଚାରିତ ହେବାକୁ ଲାଗିଲା ଏବଂ ସ୍ଥାନର ବହୁ ସଂଖ୍ୟକ ଦର୍ଶନାର୍ଥୀ ଆସି ତାଙ୍କର ଦର୍ଶନ କରି ଲାଭ ଉଠାଇଲେ। କେବଳ ଦର୍ଶନ ଦ୍ୱାରା ହିଁ ମନୁଷ୍ୟ ଯିଏ ଶୁଦ୍ଧ ବା ଅଶୁଦ୍ଧ ଭିତରେ ରହିଥାଉ, ତାହାର ମନକୁ ପରମ ଶାନ୍ତି ମିଳୁଥିଲା। ତାକୁ ସେହି ପ୍ରକାର ଅନୁଭବ ହେଉଥିଲା ଯେପରିକି ପଣ୍ଡରପୁରରେ ବିଠ୍ଠଲ ଭଗବାନଙ୍କ ଦର୍ଶନରେ ହେଉଥିଲା। ଏହା କୌଣସି ଅତିଶୟୋକ୍ତି ନୁହେଁ। ଦେଖନ୍ତୁ, ଜଣେ ଭକ୍ତଙ୍କର ଏପରି ଅନୁଭୂତି ହୋଇଥିଲା। ଗୌଲି ବୁବା। ପ୍ରାୟ 55 ବର୍ଷର ବୟୋବୃଦ୍ଧ ଭକ୍ତ ଗୌଲି ବୁବା 8 ମାସ ପଣ୍ଡରପୁର ତଥା 4 ମାସ ଗଙ୍ଗାତଟରେ ବାସ କରୁଥିଲେ। ଜିନିଷପତ୍ର ନେବା ପାଇଁ ସେ ଗୋଟିଏ ଗଧକୁ ପାଖରେ ରଖିଥିଲେ ଏବଂ ଜଣେ ଶିଷ୍ୟ ସର୍ବଦା ତାଙ୍କ ପାଖରେ ରହୁଥିଲା। ପ୍ରତିବର୍ଷ ସେ ପଣ୍ଡରପୁର ଯାଉଥିଲେ ଏବଂ ଫେରିବା ସମୟରେ ଶ୍ରୀ ବାବାଙ୍କ ଦର୍ଶନ ନିମନ୍ତେ ଶିରିଡ଼ି ଆସୁଥିଲେ। ବାବାଙ୍କ ପ୍ରତି ତାଙ୍କର ଅଗାଧ ପ୍ରେମ ଥିଲା। ସେ ବାବାଙ୍କ ଆଡ଼କୁ ଏକଲରେ ଦୃଷ୍ଟିପାତ କରୁଥିଲେ ଏବଂ କହୁଥିଲେ କି, ଇଏ ତ ଶ୍ରୀ ପଣ୍ଡରୀନାଥ, ଶ୍ରୀ ବିଠ୍ଠଲଙ୍କ ଅବତାର ଅଟନ୍ତି, ଯିଏକି ଅନାଥର ନାଥ, ଦୀନ ଦୟାଳୁ ଓ ସମସ୍ତ ଦୀନଙ୍କର ନାଥ। ଗୌଲି ବୁବା ଶ୍ରୀ ବିଠ୍ଠଲଙ୍କର ପରମ ଭକ୍ତ ଥିଲେ। ସେ ଅନେକ ଥର ପଣ୍ଡରୀ ଯାତ୍ରା କରିଛନ୍ତି ଏବଂ ବାସ୍ତବିକରେ ଅନୁଭବ କରିଛନ୍ତି ଯେ ଶ୍ରୀ ସାଇବାବା ହିଁ ପଣ୍ଡରୀନାଥ। ବିଠ୍ଠଲ ସ୍ୱୟଂ ପ୍ରକଟ ହେଲେ। ଭଗବତ ଚିନ୍ତନ ଓ ଭଜନରେ ସେ ସାଇବାବାଙ୍କର ବିଶେଷ ଅଭିରୁଚି ଥିଲା। ସେ ସର୍ବଦା ଆଲ୍ଲାହ ମାଲିକ ଉଚ୍ଚାରଣ କରୁଥିଲେ ଏବଂ ଭକ୍ତମାନଙ୍କ ମଧ୍ୟରେ କୀର୍ତ୍ତନ ସପ୍ତାହ କରୁଥିଲେ। ଏହାକୁ ନାମ ସପ୍ତାହ କୁହାଯାଏ। ଥରେ ସେ ଦାସଗଣଙ୍କୁ କୀର୍ତ୍ତନ କରିବାକୁ ଅନୁମତି ପ୍ରଦାନ କଲେ। ଦାସଗଣ ବାବାଙ୍କୁ କହିଲେ କି, ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ, କିନ୍ତୁ ଗୋଟିଏ ଆଶ୍ୱାସନ ଦିଅନ୍ତୁ କି ସପ୍ତାହ ଶେଷରେ ବିଠ୍ଠଲ ଭଗବାନ ଯେପରି ପ୍ରକଟ ହେବେ। ବାବା ତାଙ୍କୁ ହୃଦୟ ସ୍ପର୍ଶ କରି କହିଲେ, ବିଠ୍ଠଲ ଅବଶ୍ୟ ପ୍ରକଟ ହେବେ, ତେବେ ଭକ୍ତମାନଙ୍କ ମଧ୍ୟରେ ଶ୍ରଦ୍ଧା ଓ ତୀବ୍ର ଉତ୍ସୁକତା ପ୍ରକାଶ ପାଇବା ଆବଶ୍ୟକ। ଠାକୁରନାଥର ଡଙ୍କପୁରୀ, ବିଠ୍ଠଲର ପଣ୍ଡରୀ, ରଣଛେଡ଼ର ଦ୍ୱାରିକା ତ ଏହି ସ୍ଥାନ ଅଟେ। ଦୂରକୁ ଯିବାର ଆବଶ୍ୟକତା ନାହିଁ। ବିଠ୍ଠଲ କ'ଣ କେଉଁଠୁ ବାହାରୁ ଆସିବେ? ସେ ଏଠାରେ ହିଁ ବିଦ୍ୟମାନ। ଯେତେବେଳେ ଭକ୍ତମାନଙ୍କ ମଧ୍ୟରେ ପ୍ରେମ ଓ ଭକ୍ତିର ସ୍ରୋତ ଉଛୁଳି ଉଠିବ, ବିଠ୍ଠଲ ସ୍ୱୟଂ ପ୍ରକଟ ହେବେ। ସପ୍ତାହ ଶେଷ ହେବା ଉପରାନ୍ତେ ବିଠ୍ଠଲ ଭଗବାନ ଏହିପରି ଭାବରେ ପ୍ରକଟ ହେଲେ। କାକା ସାହେବ ଦୀକ୍ଷିତ ସବୁଦିନ ପରି ସ୍ନାନ ସାରି ଯେତେବେଳେ ଧ୍ୟାନରେ ବସିଲେ, ତାଙ୍କୁ ବିଠ୍ଠଲ ଭଗବାନଙ୍କର ଦର୍ଶନ ହେଲା। ମଧ୍ୟାହ୍ନ ସମୟରେ ସେ ଯେତେବେଳେ ବାବାଙ୍କ ଦର୍ଶନ ନିମନ୍ତେ ମସଜିଦ୍ ଯାଇଛନ୍ତି, ବାବା ତାଙ୍କୁ ପଚାରିଲେ, କ'ଣ ବିଠ୍ଠଲ ଆସିଥିଲେ ନା? ତୁମେ ତାଙ୍କୁ ଦର୍ଶନ କଲ? ସେ ବହୁତ ଚଞ୍ଚଳ, ତାଙ୍କୁ ଦୃଢ଼ତାର ସହ ଭିଡ଼ି ଧର। ସାମାନ୍ୟ ଅସାବଧାନ ହେଲେ ସେ ଖସି ପଳାଇବେ। ଏହା ସକାଳର ଘଟଣା ଥିଲା ଏବଂ ମଧ୍ୟାହ୍ନ ସମୟରେ ତାଙ୍କୁ ପୁଣି ଦର୍ଶନ ପ୍ରାପ୍ତ ହେଲା। ସେଦିନ ଜଣେ ଫଟୋ ବିକାଳି ବିଠୋବାଙ୍କର 25-30ଟି ଚିତ୍ର ନେଇ ବିକିବାକୁ ଆସିଲା। ଏହି ଚିତ୍ର ଠିକ୍ ସେହିପରି ଥିଲା ଯେଉଁ ରୂପରେ କାକା ସାହେବ ଦୀକ୍ଷିତ ଧ୍ୟାନାବସ୍ଥାରେ ବିଠୋବାଙ୍କର ଦର୍ଶନ କରିଥିଲେ। ଚିତ୍ର ଦେଖି ଓ ବାବାଙ୍କ କଥା ସ୍ମରଣ କରି କାକା ସାହେବଙ୍କୁ ବଡ଼ ବିସ୍ମୟ ଲାଗିଲା। ସେ ଗୋଟିଏ ଚିତ୍ର ତୁରନ୍ତ କିଣିନେଲେ ଏବଂ ତାହାକୁ ତାଙ୍କର ପୂଜା ଘରେ ସ୍ଥାପନ କଲେ। ଥାନେର ଅବସରପ୍ରାପ୍ତ ମାମଲାରେ ଶ୍ରୀ ବି.ଭି. ଦେବ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭରେ ଏକଥା ପ୍ରମାଣିତ କରିଛନ୍ତି ଯେ ଶିରିଡ଼ି ପଣ୍ଡରପୁରର ପରିଧିର ଅନ୍ତର୍ଭୁକ୍ତ। ଦକ୍ଷିଣରେ ପଣ୍ଡରପୁର ପରମପୁରୁଷ ଶ୍ରୀକୃଷ୍ଣଙ୍କ ପବିତ୍ର ଲୀଳାକ୍ଷେତ୍ର, ତେଣୁ ଶିରିଡ଼ି ହିଁ ଦ୍ୱାରକା ଅଟେ। ସାଇଲୀଳା ପତ୍ରିକା ଭାଗ 12 ସଂଖ୍ୟା 1-2-3। ଐତିହାସିକ କେ. ନାରାୟଣ ଆୟାର ତାଙ୍କ ଭାରତବର୍ଷର ସ୍ଥାୟୀ ଇତିହାସ ଶୀର୍ଷକ ପୁସ୍ତକରେ ସ୍କନ୍ଦପୁରାଣର ଦ୍ୱାରିକା ସମ୍ପର୍କରେ ଆଉ ଏକ ବ୍ୟାଖ୍ୟାନ ଉଲ୍ଲେଖ କରିଛନ୍ତି। ଯେଉଁ ସ୍ଥାନ ଚାରିବର୍ଣ୍ଣ ଲୋକଙ୍କର ଧର୍ମ, ଅର୍ଥ, କାମ ମୋକ୍ଷ ନିମନ୍ତେ ସୁଗମ ଅଟେ, ଦାର୍ଶନିକମାନେ ତାହାକୁ ଦ୍ୱାରିକା ନାମରେ ସମ୍ବୋଧନ କରନ୍ତି। ଶିରିଡ଼ିରେ ବାବାଙ୍କ ମସଜିଦ୍ କେବଳ ଚାରିବର୍ଣ୍ଣ ଲୋକ ନୁହନ୍ତି, ଦଳିତ, ଅସ୍ପୃଶ୍ୟ ଓ
ଭଗୋଜୀ ସିନ୍ଧୁଙ୍କ ପରି ପତିତମାନଙ୍କ ପାଇଁ ସର୍ବଦା ଉନ୍ନତ ଥିଲା। ଏଣୁ ଶିରଡିକୁ ଦ୍ୱାରକା ଆଖ୍ୟା ଦେବା ସର୍ବଦା ଯଥାର୍ଥ। ଭଗବନ୍ତରାଓ ଓ କ୍ଷୀରସାଗର କଥା। ଶ୍ରୀ ବିଠ୍ଠଲଙ୍କ ଭଗବାନଙ୍କ ପୂଜାରେ ବାବାଙ୍କର କିପରି ରୁଚି ଥିଲା ତାହା ଭଗବନ୍ତରାଓ କ୍ଷୀରସାଗରଙ୍କ କଥାରେ ସ୍ପଷ୍ଟ ହୁଏ। ଭଗବନ୍ତରାଓଙ୍କ ପିତା ବିଠୋବାଙ୍କର ପରମ ଭକ୍ତ ଥିଲେ। ପ୍ରତିବର୍ଷ ସେ ପଣ୍ଡରପୁର ଯାତ୍ରା କରୁଥିଲେ। ତାଙ୍କ ଘରେ ବିଠୋବାଙ୍କର ଏକ ମୂର୍ତ୍ତି ଥିଲା, ଯାହାକୁ ସେ ପ୍ରତିଦିନ ପୂଜା କରୁଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଭଗବନ୍ତରାଓ ପୂଜା, ଶ୍ରାଦ୍ଧ ଆଦି ସମସ୍ତ କର୍ମ ପରିତ୍ୟାଗ କଲେ। ଯେବେ ଭଗବନ୍ତରାଓ ଶିରଡି ଆସିଲେ, ବାବା ତାଙ୍କୁ ଦେଖିବା ମାତ୍ରେ କହିଲେ, ଏହାର ପିତା ମୋର ପରମ ମିତ୍ର ଥିଲେ, ଏଥିପାଇଁ ମୁଁ ତାକୁ ଏଠାକୁ ଡକାଇଛି। ଏ କେବେ ନୈବେଦ୍ୟ ଅର୍ପଣ କରିନାହିଁ, ଆଉ ମୋତେ ବିଠୋବାଙ୍କୁ ଉପାସ ରଖିଛି। ଏଣୁ ମୁଁ ତାକୁ ଏଠାକୁ ଆସିବାକୁ ପ୍ରେରଣା ଦେଇଛି। ଏବେ ମୁଁ ତାକୁ ପୂଜା ରୀତିରେ ନିୟୋଜିତ କରିବି। ଦାସଗଣଙ୍କୁ ପ୍ରୟାଗ ସ୍ନାନ। ଗଙ୍ଗା ଓ ଯମୁନା ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ପ୍ରୟାଗ ପବିତ୍ର ତୀର୍ଥସ୍ଥଳ। ଏଠାରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପ ନାଶ ହୋଇଥାଏ ବୋଲି ହିନ୍ଦୁମାନଙ୍କର ଦୃଢ଼ ବିଶ୍ୱାସ। ଏହି କାରଣରୁ ପର୍ବପର୍ବାଣି ଦିନରେ ହଜାର ହଜାର ଭକ୍ତ ସେଠାକୁ ଯାଇ ଅଲଭ୍ୟ ବୁଡ଼ ପକାଇଥାନ୍ତି। ଥରେ ଦାସଗଣ ମଧ୍ୟ ଏପରି ବୁଡ଼ ପକାଇବାକୁ ଇଚ୍ଛା କଲେ। ମନ ଭିତରେ ଏହି କଥା ରଖି ସେ ବାବାଙ୍କ ଅନୁମତି ନିମନ୍ତେ ଗଲେ। ଅନ୍ତର୍ଯାମୀ ବାବା ତୁରନ୍ତ ତାଙ୍କର ମନ କଥା ଜାଣି କହିଲେ, ଏତେ ଦୂର ବୃଥାରେ ଯାତ୍ରା କରିବା କି ଆବଶ୍ୟକ? ତୁମର ପ୍ରୟାଗ ତ ଏଇଠାରେ ଅଛି, ମୋ ଉପରେ ବିଶ୍ୱାସ ରଖ। ଆଶ୍ଚର୍ଯ୍ୟର କଥା, ଦାସଗଣ ବାବାଙ୍କ ଚରଣ ଉପରେ ମଥା ରଖି ଯେମିତି ପ୍ରଣିପାତ କରୁଛନ୍ତି, ବାବାଙ୍କ ଚରଣ ଯୁଗଳରୁ ଗଙ୍ଗା ଓ ଯମୁନାର ଦୁଇ ଧାର ସ୍ରୋତ ରୂପରେ ପ୍ରବାହିତ ହେବାକୁ ଲାଗିଲା। ଏହି ଚମତ୍କାର ଦେଖି ଦାସଗଣଙ୍କର ପ୍ରେମ ଓ ଭକ୍ତିର ବନ୍ଧ ଉଛୁଳି ଉଠିଲା। ତାଙ୍କର ଦୁଇ ବକ୍ଷରୁ ଅଶ୍ରୁଧାର ବୋହିବାକୁ ଲାଗିଲା। ତାଙ୍କର ଶରୀରରେ ଅଦ୍ଭୁତ ଶିହରଣ ସୃଷ୍ଟି ହେଲା ଏବଂ ମୁଖରୁ ସ୍ୱାଭାବିକ ଭାବରେ ଶ୍ରୀ ସାଇଙ୍କ ବନ୍ଦନା ଝଙ୍କୃତ ହେବାକୁ ଲାଗିଲା। ଶିରଡିକୁ ଶ୍ରୀ ସାଇବାବାଙ୍କ ପ୍ରଥମ ଆଗମନ। ଶ୍ରୀ ସାଇବାବାଙ୍କ ମାତା ପିତା, ତାଙ୍କର ଜନ୍ମ ଓ ଜନ୍ମସ୍ଥାନ ସମ୍ପର୍କରେ କାହାକୁ କିଛି ଜଣାନଥିଲା। ଏ ବିଷୟରେ ବହୁତ ଅନୁସନ୍ଧାନ କରାଗଲା। ବାବାଙ୍କୁ ତଥା ଅନ୍ୟମାନଙ୍କୁ ମଧ୍ୟ ଏ ବିଷୟରେ ପଚରା ଉଚରା କରାଗଲା, କିନ୍ତୁ କେହି ବି ସନ୍ତୋଷଜନକ ଉତ୍ତର ବା କିଛି ସୂତ୍ର ପ୍ରଦାନ କରିପାରିଲେ ନାହିଁ। ପ୍ରକୃତରେ ଆମ୍ଭେମାନେ ଏ ବିଷୟରେ ସର୍ବଦା ଅନଭିଜ୍ଞ। ନାମଦେବ ଏବଂ କବୀର ଦାସ ସାଧାରଣ ଲୋକଙ୍କ ପରି ଜନ୍ମଗ୍ରହଣ କରିନଥିଲେ। ଶାମୁକାରେ ମୁକ୍ତା ପରି ପ୍ରକୃତି କୋଳରୁ କୋମଳ ଶିଶୁ ରୂପେ ସେମାନଙ୍କର ଆବିର୍ଭାବ ହୋଇଥିଲେ ବିସ୍ମୟକର। ନାମଦେବଙ୍କୁ ଭୀମରତୀ ନଦୀ ତଟରେ ଗୋନାଇ ପାଇଥିଲେ ଏବଂ କବୀରଙ୍କୁ ଭାଗୀରଥୀ ନଦୀ ତଟରେ ପ୍ରଥମେ ଦେଖିଥିଲେ ତମାଲ। ଶ୍ରୀ ସାଇବାବାଙ୍କର ଜନ୍ମ ବୃତ୍ତାନ୍ତ ମଧ୍ୟ ଠିକ୍ ଏହିପରି ଥିଲା। ସେ ଶିରଡିର ନିମ୍ବ ବୃକ୍ଷ ମୂଳରେ 16 ବର୍ଷ ବୟସରେ ତାରୁଣ୍ୟ ଅବସ୍ଥାରେ ଭକ୍ତମାନଙ୍କ କଲ୍ୟାଣ ନିମନ୍ତେ ପ୍ରକଟ ହୋଇଥିଲେ। ସେହି ସମୟରେ ମଧ୍ୟ ସେ ପୂର୍ଣ୍ଣ ବ୍ରହ୍ମଜ୍ଞାନ ସଦୃଶ ପ୍ରତୀତ ହେଉଥିଲେ। ସ୍ୱପ୍ନରେ ସୁଦ୍ଧା କୌଣସି ଲୌକିକ ପଦାର୍ଥ ପ୍ରତି ତାଙ୍କର ଆଗ୍ରହ ନଥିଲା। ସେ ମାୟାକୁ ଭେଦ କରିଥିଲେ ଏବଂ ମୁକ୍ତି ତାଙ୍କର ଚରଣରେ ବନ୍ଦନା କରୁଥିଲା। ଶିରଡି ଗ୍ରାମର ଏକ ବୃଦ୍ଧ ନାରୀ ନାନା ଚୋପଦାରଙ୍କ ମା ତାଙ୍କ ସମ୍ପର୍କରେ ଏହିପରି ବର୍ଣ୍ଣନା କରିଥିଲେ। ଏକ ତରୁଣ, ସୁସ୍ଥ, ଫୂର୍ତ୍ତିବାନ ତଥା ଅତି ରୂପବନ୍ତ ବାଳକ ସର୍ବପ୍ରଥମେ ନିମ୍ବ ବୃକ୍ଷ ତଳେ ସମାଧି ଅବସ୍ଥାରେ ଦୃଶ୍ୟମାନ ହେଲେ। ଶୀତ କି ଗ୍ରୀଷ୍ମ ପ୍ରତି ତାଙ୍କର ତିଳେ ମାତ୍ର ଖାତିର ନଥିଲା। ତାଙ୍କୁ ଏପରି ଅଳ୍ପ ବୟସରେ ଏହି ପ୍ରକାର କଠିନ ତପସ୍ୟା କରିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଲେ। ଦିନରେ ସେ କାହାକୁ ଭେଟୁନଥିଲେ ଏବଂ ରାତିରେ ନିର୍ଭୀକ ହୋଇ ଏକାନ୍ତରେ ଘୂରି ବୁଲୁଥିଲେ। ଲୋକମାନେ ବିସ୍ମୟଭୂତ ହୋଇ ପଚାରୁଥିଲେ, ଏହି ଯୁବକ କେଉଁଠୁ ଆସିଛନ୍ତି? ତାଙ୍କର ରୂପରେଖ ତଥା ଗଠନ ଏପରି ଅନୁପମ ଥିଲା ଯେ ଥରେ ଦେଖିବା ଲୋକ ତାଙ୍କ ପ୍ରତି ସ୍ୱାଭାବିକ ଭାବେ ଆକୃଷ୍ଟ ହେଉଥିଲା। ସେ ସର୍ବଦା ନିମ୍ବ ବୃକ୍ଷ ତଳେ ବସୁଥିଲେ ଏବଂ କାହାର ଦ୍ୱାର ମୁହଁକୁ ଯାଉନଥିଲେ। ଯଦିଓ ଦେଖିବାକୁ ସେ ଯୁବକ ପରି ମନେ ହେଉଥିଲେ, କିନ୍ତୁ ତାଙ୍କର ଆଚରଣ ମହାତ୍ମା ସଦୃଶ ଥିଲା। ସେ ତ୍ୟାଗ ଓ ବୈରାଗ୍ୟର ସାକ୍ଷାତ ପ୍ରତିମା ଥିଲେ। ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଜଣେ ଭକ୍ତଙ୍କ ଶରୀରରେ ଖଣ୍ଡବା ପ୍ରକଟ ହେଲେ। ନିଜ ନିଜ ଭିତରେ ସୃଷ୍ଟି ହେଉଥିବା ସନ୍ଦେହ ଦୂର କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକ ତାଙ୍କୁ ପଚାରିଲେ, ହେ ଦେବ, ଏ ତେଜସ୍ୱୀ ବାଳକର ପିତାମାତା କିଏ ଓ ସେ କେଉଁଠୁ ଆସିଛନ୍ତି? କୃପା କରି ଆମକୁ କୁହନ୍ତୁ। ଖଣ୍ଡବା ଗୋଟିଏ କୋଦାଳ ମଗାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଖନନ କରିବାକୁ କହିଲେ। ଯେତେବେଳେ ତାକୁ ଖୋଳାଗଲା, ଗୋଟିଏ ପଥର ତଳେ ଏକ ଇଟା ଦେଖାଗଲା। ପଥରକୁ କାଢ଼ିବା ପରେ ଏକ ଦ୍ୱାର ଦୃଶ୍ୟମାନ ହେଲା, ଯେଉଁଠାରେ 4ଟି ଦୀପ ଜଳୁଥିଲା। ସେଠାରେ ଦ୍ୱାର ମାର୍ଗ ଏକ ଗୁମ୍ଫା ଆଡ଼କୁ ଲମ୍ବିଥିଲା। ଗୋମୁଖ ଆକୃତିର ମୁଖା, କାଠପଟା ଓ ଫୁଲହାର ଇତ୍ୟାଦି ସେଠାରେ ଦେଖାଗଲା। ଖଣ୍ଡବା ପୁଣି କହିଲେ ଯେ ଏହି ଯୁବକ 12 ବର୍ଷ ଏହି ସ୍ଥାନରେ ତପସ୍ୟା କରିଥିଲା। ଏହାପରେ ସ୍ଥାନୀୟ ଲୋକେ ସେହି ଯୁବକଙ୍କୁ ପ୍ରଶ୍ନ କଲେ, କିନ୍ତୁ ସେ ସେସବୁକୁ ଏଡ଼ାଇ ଯାଇ କହିଲେ, ଏହା ମୋର ଗୁରୁଙ୍କର ପବିତ୍ର ସ୍ଥାନ ହୋଇଥିବାରୁ ମୋର ପୂଜ୍ୟ ସ୍ଥାନ। ଏପରିକି ଉକ୍ତ କବାଟ ଓ ଦ୍ୱାରଦେଶକୁ ପୂର୍ବପରି ବନ୍ଦ କରିଦିଆଗଲା। ଯେପରି ଅଶ୍ୱତ୍ଥ ଓ ଉଦୁମ୍ବର ବୃକ୍ଷକୁ ପବିତ୍ର ମନେ କରାଯାଏ, ସେପରି ବାବା ନିମ୍ବ ବୃକ୍ଷକୁ ପବିତ୍ର ମନେ କରି ପ୍ରେମ କରୁଥିଲେ। ମହଲସାପତି ଓ ଶିରଡିର ଅନ୍ୟ ଭକ୍ତମାନେ ଏହି ସ୍ଥାନକୁ ବାବାଙ୍କର ଗୁରୁଙ୍କ ସମାଧି ମନେ କରି ଏଠାରେ ପୂଜା ଅର୍ଚ୍ଚନା କରିଥିଲେ। 3 ୱାଡ଼ା ବା 3ଟି ଯାତ୍ରୀ ନିବାସ। ନିମ୍ବ ବୃକ୍ଷ ପାର୍ଶ୍ୱବର୍ତ୍ତୀ ସ୍ଥାନକୁ ହରିବିନାୟକ ଷାଠେ ନାମକ ଜଣେ ବ୍ୟକ୍ତି କ୍ରୟ କଲେ ଓ ସେଠାରେ ଏକ ବିଶାଳ ଭବନ ନିର୍ମାଣ କଲେ, ଯାହାର ନାମ 60 ୱାଡ଼ା ରଖାଗଲା। ବାହାରୁ ଆସିଥିବା ଭକ୍ତମାନଙ୍କ ପାଇଁ ଏହି ୱାଡ଼ା ହିଁ ଏକମାତ୍ର ସ୍ଥାନ ଥିଲା, ଯେଉଁଠାରେ ସର୍ବଦା ଭିଡ଼ ହେଉଥିଲା।
ଏହି ନିମ୍ବ ବୃକ୍ଷ ତଳେ ଚତୁଃପାର୍ଶ୍ୱରେ ଚାନ୍ଦିନୀ ଏବଂ ପାହାଚ ତିଆରି କରାଗଲା। ପାହାଚ ତଳେ ଦକ୍ଷିଣ ଦିଗରେ ଏକ ଛୋଟ ମନ୍ଦିର ଅଛି, ଯେଉଁଠାରେ ଭକ୍ତମାନେ ଉତ୍ତରାଭିମୁଖୀ ହୋଇ ବସନ୍ତି। ବିଶ୍ୱାସ ଅଛି ଯେ ଯେଉଁ ଭକ୍ତ ଗୁରୁବାର ଓ ଶୁକ୍ରବାର ସନ୍ଧ୍ୟାରେ ଏଠାରେ ଧୂପ ଦେବେ, ସେ ସର୍ବଦା ସୁଖ ଲାଭ କରିବେ। ଏହି ୱାଡ଼ା ବହୁ ପୁରାତନ ତଥା ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଥିଲା ଏବଂ ଏହାର ଜୀର୍ଣ୍ଣୋଦ୍ଧାର ନିତାନ୍ତ ଆବଶ୍ୟକ ହେଉଥିଲା। ସାଇବାବା ସଂସ୍ଥାନ ଏବେ ତାହା କରିଛନ୍ତି। କିଛି ଦିନ ପରେ ଏକ ନୂତନ ୱାଡ଼ା ନିର୍ମାଣ ହେଲା, ଯାହା ଦୀକ୍ଷିତ ୱାଡ଼ା ନାମରେ ପରିଚିତ। ଏହି ୱାଡ଼ାର ନିର୍ମାତା କାକା ସାହେବ ଦୀକ୍ଷିତ ଜଣେ ପ୍ରତିଷ୍ଠିତ ଆଇନଜ୍ଞ ଥିଲେ। ସେ ଇଂଲଣ୍ଡରେ ଥିବା ସମୟରେ ଦୁର୍ଘଟଣା ଶିକାର ହୋଇ ଗୋଡ଼ରେ ଆଘାତପ୍ରାପ୍ତ ହୋଇଥିଲେ। ଅନେକ ଥର ଚିକିତ୍ସା କଲେ, କିନ୍ତୁ ଗୋଡ଼ ଭଲ ହେଲା ନାହିଁ। ଏହି ସମୟରେ ନାନା ସାହେବ ଚନ୍ଦୋରକର ତାଙ୍କ ବାବାଙ୍କୁ କୃପାଭିକ୍ଷା କରିବା ପାଇଁ ପରାମର୍ଶ ଦେଲେ। 1909 ମସିହାରେ ସେ ବାବାଙ୍କ ଦର୍ଶନ କଲେ, କିନ୍ତୁ ବାବାଙ୍କୁ ତାଙ୍କର ଖଞ୍ଜା ଗୋଡ଼ର କ୍ଷତ ବଦଳରେ ମନର କ୍ଷତକୁ ଦୂର କରିବାକୁ ନିବେଦନ କଲେ। ବାବାଙ୍କ ଦର୍ଶନ ଦ୍ୱାରା ସେ ଏପରି ସୁଖପ୍ରାପ୍ତ ହେଲା ଯେ ସ୍ଥାୟୀ ଭାବରେ ସେ ଶିରଡିରେ ରହିବାକୁ ସ୍ଥିର କଲେ ଏବଂ ନିଜ ପାଇଁ ତଥା ଭକ୍ତମାନଙ୍କ ସୁବିଧା ପାଇଁ ଏକ ୱାଡ଼ା ନିର୍ମାଣ କଲେ। ତା 1/12/1910 ଏହାର ଶିଳାନ୍ୟାସ ହେଲା। ସେହିଦିନ ଅନ୍ୟ ଦୁଇଟି ବିଶେଷ ଘଟଣା ଘଟିଲା। ଦାଦାସାହେବ କପରଦେଙ୍କୁ ଘରକୁ ଫେରିବା ପାଇଁ ଅନୁମତି ମିଳିଲା। ଚୌଭାଡ଼ିରେ ରାତ୍ରି ଦରବାର ଅବସରରେ ଆରତୀର ଶୁଭାରମ୍ଭ ହେଲା। କିଛି ଦିନ ପରେ ୱାଡ଼ା ସମ୍ପୂର୍ଣ୍ଣ ରୂପେ ନିର୍ମିତ ହୋଇଗଲା ଏବଂ 1911 ରାମନବମୀ ତିଥିରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେଲା। ଏହାପରେ ଆଉ ଏକ ୱାଡ଼ା ନାଗପୁରର ପ୍ରସିଦ୍ଧ ଧନୀ ବୁଟି ସାହେବ ନିର୍ମାଣ କଲେ। ଏହା ନିର୍ମାଣରେ ବହୁ ଅର୍ଥ ବ୍ୟୟ ହେଲା, ତେବେ ତାଙ୍କର ସମସ୍ତ ଶ୍ରମ ସାର୍ଥକ ହେଲା, କାରଣ ବାବାଙ୍କ ଶରୀର ଏବେ ସେହିଠାରେ ଚିରବିଶ୍ରାନ୍ତି ଲାଭ କରୁଛି ଏବଂ ସମାଧି ମନ୍ଦିର ନାମରେ ତାହା ଜଗତ ବିଖ୍ୟାତ ହୋଇଛି। ଏହି ମନ୍ଦିର ସ୍ଥାନରେ ପ୍ରଥମେ ଏକ ବଗିଚା ଥିଲା, ଯେଉଁଠାରେ ବାବା ସ୍ୱୟଂ ଗଛ ଲଗାଉଥିଲେ ଏବଂ ପାଣି ଦେଇ ତାର ଦେଖାଶୁଣା କରୁଥିଲେ। ଯେଉଁଠାରେ ଗୋଟିଏ ଛୋଟ କୋଠାଘର ମଧ୍ୟ ନଥିଲା, ସେଠାରେ ତିନିଟି ବିଶାଳ ୱାଡ଼ା ନିର୍ମିତ ହୋଇଗଲା। ଏ ସମସ୍ତ ମଧ୍ୟରେ 60 ୱାଡ଼ା ବହୁ ଦରକାର ଆସୁଥିଲା। ବଗିଚା କଥା ବାମନ ତାତ୍ୟାଙ୍କ ସହାୟତାରେ ସ୍ୱୟଂ ବଗିଚାର ଦେଖାଶୁଣା କରିବା, ଶିରଡିରେ ବାବାଙ୍କ ଅସ୍ଥାୟୀ ଅନୁପସ୍ଥିତି ତଥା ଚାନ୍ଦ ପାଟିଲଙ୍କ ବରଯାତ୍ରୀରେ ପୁନଃ ଶିରଡି ପ୍ରତ୍ୟାବର୍ତ୍ତନ, ଦେବୀଦାସ, ଜାନକୀ ଦାସ ଓ ଗଙ୍ଗାଗରୀଙ୍କ ସଙ୍ଗତି, ମହୋଦୟି ତମ୍ବୋଲିଙ୍କ ସହ କୁସ୍ତି, ମସଜିଦରେ ନିବାସ, ଡେଙ୍ଗଲେ ଓ ଅନ୍ୟ ଭକ୍ତଙ୍କ ପ୍ରତି ପ୍ରେମ ଆଦି ଘଟଣାବଳୀର ବର୍ଣ୍ଣନା ଆଗାମୀ ଅଧ୍ୟାୟରେ କରାଯିବ। ଶ୍ରୀ ସଦ୍ଗୁରୁ ସାଇନାଥ ପ୍ରଣମସ୍ତୁ। ଶୁଭଂ ଭବତୁ। ଚତୁର୍ଥ ଅଧ୍ୟାୟ। ଶିରଡିକୁ ଶ୍ରୀ ସାଇବାବାଙ୍କ ପ୍ରଥମ ଆଗମନ, ସନ୍ଥଙ୍କ ଅବତାର ଲୀଳା, ପବିତ୍ର ତୀର୍ଥ ଶିରଡି, ଶ୍ରୀ ସାଇବାବାଙ୍କ ବ୍ୟକ୍ତିତ୍ୱ, ଗୌରୀବୁବାଙ୍କ ଅନୁଭବ, ଶ୍ରୀ ବିଠ୍ଠଲ ଭଗବାନଙ୍କ ପ୍ରକଟ, କ୍ଷୀରସାଗର କଥା, ଦାସଗଣଙ୍କ ପ୍ରୟାଗ ସ୍ନାନ, 3 ୱାଡ଼ା। ସନ୍ଥଙ୍କ ଅବତାର ଲୀଳା। ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଯେତେବେଳେ ଧର୍ମର ଗ୍ଲାନି ହୁଏ ଓ ଅଧର୍ମ ବୃଦ୍ଧି ପାଏ, ସେତେବେଳେ ମୁଁ ଅବତାର ଧାରଣ କରେ। ଧର୍ମ ସଂସ୍ଥାପନ, ଦୁଷ୍ଟମାନଙ୍କର ବିନାଶ ତଥା ସାଧୁମାନଙ୍କ ପରିତ୍ରାଣ ନିମନ୍ତେ ମୁଁ ଯୁଗ ଯୁଗରେ ଧରାବତରଣ କରେ। ସାଧୁ ଓ ସନ୍ଥମାନେ ଭଗବାନଙ୍କ ପ୍ରତ୍ୟକ୍ଷ ସ୍ୱରୂପ। ସେମାନେ ଉପଯୁକ୍ତ ସମୟରେ ପ୍ରକଟ ହୋଇ ନିଜର କାର୍ଯ୍ୟପ୍ରଣାଳୀ ଦ୍ୱାରା ସେମାନଙ୍କ ଅବତାରର ଉଦ୍ଦେଶ୍ୟ ପୂରଣ କରନ୍ତି। ଅର୍ଥାତ୍ ଯେବେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟମାନେ ସେମାନଙ୍କର କର୍ତ୍ତବ୍ୟ ପ୍ରତି ବିମୁଖତା ପ୍ରକାଶ କରନ୍ତି, ଯେବେ ଶୂଦ୍ରମାନେ ଉଚ୍ଚ ଜାତିର ଲୋକଙ୍କର ଅଧିକାର ଅପହରଣ କରିନିଅନ୍ତି, ଯେବେ ଧର୍ମାଚାର୍ଯ୍ୟମାନଙ୍କର ଅନାଦର ତଥା ନିନ୍ଦା କରାଯାଏ, ଯେବେ ଧର୍ମ ନାମର କୁକାର୍ଯ୍ୟମାନ ହୁଏ, ଯେବେ ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପର ମଧ୍ୟରେ କଳହରେ ଲିପ୍ତ ରହନ୍ତି, ଯେବେ ବ୍ରାହ୍ମଣମାନେ ସନ୍ଧ୍ୟା ଦେବା ଆଦି କାର୍ଯ୍ୟ ପରିତ୍ୟାଗ କରନ୍ତି, କର୍ମଠ ପୁରୁଷମାନେ ଧାର୍ମିକ କାର୍ଯ୍ୟରେ ଅରୁଚି ପ୍ରଦର୍ଶନ କରନ୍ତି, ଯେବେ ଯୋଗୀ ପୁରୁଷମାନେ ଧ୍ୟାନାଦି କର୍ମ ପରିତ୍ୟାଗ କରନ୍ତି ଏବଂ ଯେବେ ସାଧାରଣ ଜନତାଙ୍କ ମନରେ ଏପରି ଧାରଣା ଜାତ ହୁଏ ଯେ ଧନ, ସନ୍ତାନ ଓ ସ୍ତ୍ରୀ ହିଁ ସର୍ବସ୍ୱ ତଥା ଏପରି ଭାବରେ ସତ୍ୟମାର୍ଗରୁ ଓହରି ଲୋକେ ଯେବେ ଅଧପତନ ଦିଗରେ ଅଗ୍ରସର ହୁଅନ୍ତି, ସେତେବେଳେ ସନ୍ଥମାନେ ଧରାବତରଣ କରି ନିଜର ଉପଦେଶ ଏବଂ ଆଚରଣ ଦ୍ୱାରା ଧର୍ମର ସଂସ୍ଥାପନ କରିଥାନ୍ତି। ସେମାନେ ସମୁଦ୍ରର ବତିଘର ସଦୃଶ ଆମର ଉଚିତ ମାର୍ଗଦର୍ଶନ କରନ୍ତି ତଥା ସନ୍ମାର୍ଗରେ ଚାଲିବା ପାଇଁ ପ୍ରେରଣା ଦିଅନ୍ତି।